ଆପଣଙ୍କର ଝାଡ଼ା ପରିସ୍ରା ଆମେ ଉଠଉଛୁ ସେଇ ମାଲିକ ମାନଙ୍କର। ଆମେ କଳାକୁ ନେଇକି ଯାତ୍ରା ପାର୍ଟିକି ଆସିଥିଲୁ, କହିଥିଲେ ଆପଣ କଳାକାର ହେବେ, ଡ୍ୟାନ୍ସ କରିବେ, କଳାକାର ହେବ, କିନ୍ତୁ ଠକେଇ ଦେଲେ। ଆମେ କର୍ମଚାରୀ ରହିଗଲୁ। ମିଛ, ପୁରା ମିଛ। କୋଉ ମାଲିକ କହୁଛି ପୁରା ମିଛ, ମତେ ବି ଜାଣିଛ ସମସ୍ତେ, ପୁରା ମିଛ, ଡାହା ମିଛ ଏଟା। ନମସ୍କାର, ଆପଣ ମାନଙ୍କୁ ସବୁ ଗଣମାଧ୍ୟମ ଭାଇ ମାନଙ୍କୁ ମୋର ନମସ୍କାର। ମୋ ନାଁ ଆଦିତ୍ୟ ଜେନା। ମୁଁ ଯାତ୍ରା ପାର୍ଟିରେ ଗୋଟେ ଷ୍ଟେଜ ମିସ୍ତ୍ରୀ ହିସାବରେ କାମ କରେ। ଷ୍ଟେଜ ଗେଟ୍ ସବୁ କାମ କରିଛି। ଆଉ ଦୀର୍ଘ 15-20 ବର୍ଷ ହେଇଗଲାଣି। ମୋ ଘର ଯାଜପୁର। ମୁଁ ଆଜିର ଆଲୋଚନା ହଉଛି ଆମର ବୈଠକ ବସିବା, ଜରୁରୀକାଳୀନ ବୈଠକ ବସିବା କାରଣ ହଉଛି ବର୍ଷ ବର୍ଷ ଧରି ଆମେ କାମ କରୁଛୁ, ଆମର ଦାବି କିଛି ପୂରଣ ହଉନି। ବାରମ୍ବାର ମାଲିକ ମ୍ୟାନେଜର ମାନଙ୍କୁ କହିବା ଦ୍ୱାରା ବି ଆପଣ ଆମ କଥା କିଛି ଶୁଣୁନାହାନ୍ତି। ଆଜ୍ଞା, ମୁଁ 500 ଟଙ୍କାର ଦରମା ଆଜ୍ଞା 2006 ମସିହାରେ, ଆଜି ମାତ୍ର ମୋର 8000 ଟଙ୍କା। କେମିତି ଚଳିବି ମୋ ପରିବାର? କେତେ ବହୁତ ଅସୁବିଧା ହଉଛି। 3 ଦିନିଆ କ୍ୟାମ୍ପ ବହୁତ ବାଧୁଛି। ବର୍ତ୍ତମାନ ଦେଖିଥିବେ ଖରାରେ 40 ରୁ 50 ଡିଗ୍ରୀ ଖରା, ତା ଭିତରେ ଆମେ କାମ କରୁଛୁ। କାଲିର ଘଟଣା ଦେଖନ୍ତୁ, କାଲି ଯୋଉ ବର୍ଷା ଘଡଘଡି ବାତ୍ୟା ହେଇଛି, ଟେଣ୍ଟ ଭାଙ୍ଗି ଯାଇଛି, ପୁରା କାଦୁଅ ପଚ ପଚ ଛୁଆ, ଆମେ ଟୋଟାଲି ଶୋଇନୁ, ପୁରା ଅନିଦ୍ରା ହେଇକି ଆସିଛୁ ଆଜ୍ଞା। ଏ ଦୁଃଖ କଷ୍ଟ ଆମେ ଆପଣଙ୍କ ସହିତ ଦ୍ଵାରା କହୁଛୁ, ମାଲିକ ଓ ମ୍ୟାନେଜର ଆମ ସହିତ ଆଲୋଚନା କରନ୍ତୁ। ଦାବି କଣ ରହିଛି? ଦାବି ଆମ ସହିତ ରହିଛି ଯେ 15-20 ହଜାର ଟଙ୍କା କରାଯାଉ। ଆମ ସହିତ ଆଲୋଚନା କରନ୍ତୁ, ମାଲିକ ମ୍ୟାନେଜର ମାନେ ଆଲୋଚନା କରନ୍ତୁ। ଆଉ ଆମ ରହିବା ଖାଇବାର ସୁବିଧା କରନ୍ତୁ। ଆମେ ବି ଯାତ୍ରା ପରମ୍ପରା ସଂସ୍କୃତିରେ ବର୍ଷ ବର୍ଷ ଧରି କାମ କରୁଛୁ। ନିରୀହ ଗରିବ ଆଦିବାସୀ ପିଲାଙ୍କୁ ବହୁତ ହଇରାଣ ଅସୁବିଧା କରନ୍ତି। ମୁଁ ତାଙ୍କ ଭିତରେ ଗୋଟେ ଭାଇ, ମୁଁ ତାଙ୍କ ପାଇଁ ଲଢ଼େଇ କରୁଛି। ଆଉ ଆଗକୁ ବି ଜାରି ରହିବ। ଆମେ ଯଦି ମାଲିକ ମାନେ ନ ଶୁଣନ୍ତି, ଆମେ ଦରକାର ପଡ଼ିଲେ ପାର୍ଟି ଛାଡ଼ିବୁ। ଆଉ ଯୋଉ ମାଲିକ ଆମକୁ ପଇସା ଦବ 15-20 ହଜାର, ଆମେ ସେଠିକି ଯିବୁ। ଯେତେବେଳେ ଆପଣ ମୋ କଥା ନେଇକି ମାଲିକଙ୍କ ପାଖରେ କାନରେ ପହଞ୍ଚନ୍ତି ଯେ ଆମକୁ ଅଧିକ ଦରମା ଦିଅନ୍ତୁ, ମାଲିକ କଣ କୁହନ୍ତି? ମାଲିକ ହଁ ହାଁ ମାରିବେ। ରିହର୍ସାଲ ହବ, ପାର୍ଟି ବାହାରିଲା ବେଳକୁ କହିବେ ଆସିବେ, ଚାଲ ଦବୁ, ତାପରେ ଠକିଦେବେ। ଆମେ ରିସେଣ୍ଟ ଏଇ 10 ତାରିଖ ଦିନ ଗୋଟେ ଚିଠି କରିଥିଲୁ। ଏଇଠି 3 ତାରିଖ ମିଟିଂ କରିଥିଲୁ, 10 ତାରିଖ ଚିଠି ଦେଇଥିଲୁ। ତାର ପ୍ରତିକ୍ରିୟା ଆନ୍ସର କିଛି ଆସିଲାନି। ଆମ ସଭାପତି ମହୋଦୟ ଦେଇଥିଲେ, ବସନ୍ତ ବାବୁ, ଆମ ସହିତ ଆଲୋଚନା କଲେନି କି ଫୋନ ମାଧ୍ୟମରେ କିଛି କଲେ ନାହିଁ। ଆମେ ବାଧ୍ୟ ହେଇକି ଆଉ ଥରେ ପ୍ରେସ ମିଟରେ ଜଣେଇଲୁ। ଆଉ ଆଜି ବି ଚିଠି ଦେଇକି ଯିବୁ। କୋଉ ପାର୍ଟିରେ ଆପଣ କାମ କରୁଛନ୍ତି? ସିଂହ ବାହିନୀରେ କରୁଛି, ପ୍ଲସ ଅନ୍ୟ ଯାତ୍ରା ପାର୍ଟି ସବୁ କଥା ବି ମୁଁ ବୁଝୁଛି। ଆପଣ ଟେଣ୍ଟ ବାନ୍ଧି ଯାତ୍ରା ହେବ? ଆଜ୍ଞା। ନହେଲେ ହବନି। ନା ଆପଣ କେବେ ଭାବିଛନ୍ତି ଟେଣ୍ଟ ବନ୍ଦ କରିଦେବୁ, ଯାତ୍ରା ବନ୍ଦ କରିଦେବା ପାଇଁ? ନା, କେବେ ଭାବିନୁ। କାହିଁକି ନା ଆମେ ଏଇ ଓଡ଼ିଶାର 4.5 କୋଟି ଦର୍ଶକ ମାନଙ୍କ ପାଇଁ ଆମେ କାମ କରୁଛୁ। ଆମେ ଯେତେବେଳେ ପହଞ୍ଚି ଯାଉଛୁ, ସେମାନଙ୍କ କଥା ଭଲ ପାଇବା ଅନେଇ ବଇଥିବେ, ଯାତ୍ରା ହବ, କେତେ ଖୁସି। ଏଇ ଓଡ଼ିଶାର ଦର୍ଶକ ମାନଙ୍କ ପାଇଁ ଶହ ଶହ ଆମେ ବର୍ଷ ବର୍ଷ ଧରି କାମ କରୁଛୁ। 7000-8000 କଣ, ଏଇଟା ଗୋଟେ ଭଲ ପାଇବା। ଆମେ କଳାକୁ ନେଇକି ଯାତ୍ରା ପାର୍ଟିକି ଆସିଥିଲୁ, କହିଥିଲେ ଆପଣ କଳାକାର ହେବେ, ଡ୍ୟାନ୍ସ କରିବେ, କଳାକାର ହେବ, କିନ୍ତୁ ଠକେଇ ଦେଲେ। ଆମେ କର୍ମଚାରୀ ରହିଗଲୁ। ଆମକୁ କୌଣସି ସ୍କୋପ ଆଜି ପର୍ଯ୍ୟନ୍ତ ଦେଲେନି। ମାଲିକ ମାନେ କହୁଛନ୍ତି, ହଁ, ମୁଁ ଡ୍ୟାନ୍ସ ଜାଣିଛି, କଳାକାର ସବୁ ମୁଁ ଜାଣିଛି। ମାଲିକ ମାନେ କହୁଛନ୍ତି ଯେ ଯଦି ଗୋଟେ ଜାଗାରେ 6 ଦିନ ନାଟକ ହେଲା, ଆପଣ ତ ଦିନେ ଟେଣ୍ଟ ବାନ୍ଧି 5 ଦିନ ରେଷ୍ଟ ନେବେ। ମିଛ, ପୁରା ମିଛ। କୋଉ ମାଲିକ କହୁଛି ପୁରା ମିଛ, ମତେ ବି ଜାଣିଛ ସମସ୍ତେ, ପୁରା ମିଛ, ଡାହା ମିଛ ଏଟା। 3 ଦିନିଆ କ୍ୟାମ୍ପ ସବୁ କରୁଛନ୍ତି। ଆଜି 6 ମାସ ହେଲା, ମୋ ପାଖରେ ପ୍ରମାଣ ବି ଅଛି। ସବୁ ପାର୍ଟି, କୌଣସି ଯାତ୍ରା ପାର୍ଟି ଏଇନା କରୁନାହିଁ, ସବୁ 3 ଦିନିଆ କ୍ୟାମ୍ପ କରୁଛନ୍ତି। ନା, ଟୋଟାଲ ରେଷ୍ଟ ନାହିଁ। ଆମେ ଶୋଇନୁ 3 ଦିନ ହେଲାଣି। ଆଉ ଦେଖ, ଗୋଟେ ଦିନ କାମ ସରିଲା, ତାପରେ ଧର ରହିଲା, ତାପରେ ରାତିରେ ଖୋଲା ହେଲା। ଏ ମାଲିକ ମାନେ ମିଛ କହୁଛନ୍ତି। କୋଉ ମାଲିକ? ଆମ ସହିତ ବିତର୍କ କରନ୍ତୁ, ଆଲୋଚନା କରନ୍ତୁ। ଆପଣ ଥିବେ, ମୁଁ ତାଙ୍କୁ ପ୍ରମାଣ ଜଣେଇଦେବି। ଆପଣଙ୍କର ଝାଡ଼ା ପରିସ୍ରା ଆମେ ଉଠଉଛୁ, ସେଇ ମାଲିକ ମାନଙ୍କର। ଏ ଯୋଉ ଦସ୍ତା ବନ୍ଧା ହଉଛି, ଦର୍ଶକ ମାନେ ଝାଡ଼ା ପରିସ୍ରା କରି ଯାଉଛନ୍ତି, ଆମ ଛୁଆ ଉଠଉଛନ୍ତି। କେତେ ଦୟାଧୀନ କଥା କହିଲ। ମାତ୍ର କଣ 7000-8000 ଟଙ୍କା? ଆମେ ଆଗକୁ ପଦକ୍ଷେପ ନବୁ। ଆମ ଯଦି ଦରମା ନ ବଢିଲା, ଆଉ ଆମେ କାମ ଛାଡିବୁ। ଆଉ ଆମର ଆନ୍ଦୋଳନ ଧାରଣା ବସିବୁ। ଆଇନ ଅନୁଯାୟୀ ଯାହା ଅଛି କାର୍ଯ୍ୟ ଆମେ କରିବୁ। ଆମର ପଇସା ବାକି ଯୋଉମାନେ ଯାତ୍ରାପାର୍ଟି ମାନେ ରଖିଛନ୍ତି, ଆଉ ଯେକୌଣସି ମାଲିକ ଆମକୁ ପଇସା ଦବ 15-20 ହଜାର ଟଙ୍କା, ଆମ ସୁବିଧା ଚାହିଁବୁ, ଆମେ ଯିବୁ।